সাধারণ জনতা তার তার চিকিৎসা পাই তা ঘরে যা যা কিছু হଉଛି সে ଆମକୁ ମାଗୁଛି ନା ନାହିଁ ସାଧାରଣ ଜନତା ବିରୋଧ କରୁନାହାନ୍ତି ଯୋଉମାନେ କେବେ ଭୋଟ ଦେଇ ଯାଆନ୍ତି ନାହିଁ ସେମାନେ ସେମାନେ ବିରୋଧ କରୁଛନ୍ତି ନବୀନ ପଟ୍ଟନାୟକ କେତେ କୋଟିର ମାଲିକ ହେଇଥିବେ ତାଙ୍କ ବାପା ବି ଟଙ୍କାଟାରେ ନଉଥିଲେ ଯେ କିନ୍ତୁ କେତେ କେତେ କୋଟିର ମାଲିକ ତ ମାନେ ଏଇଟା କହିବାଟା ଏଇଟା ତ ଡ୍ରାମା କରିବାଟା ପଡା ମାନେ ବହୁତ ସହଜ କଥା ଡ୍ରାମା କରିବା ବିରୋଧୀ ଦଳର ନେତା ଅପୋଜ କଲେ ବହୁତ ଫରକ ପଡିଥାନ୍ତା ଏମିତି ବହୁତ କଥା କୁହାଯାଇପାରେ ଏବଂ ବାହାରେ ଥାଇକରି କଲେ ବିଧାନସଭା ଭିତରେ ତ କଲେ ନାହିଁ କିଛି ବିଧାନସଭାରେ ସେ ଯଦି ଅପୋଜ କରିଥାନ୍ତେ ଦେଖିଥାନ୍ତା ଡ୍ରାମା ଆଉ ଡ୍ରାମା ନୁହେଁ ତ ଏଇଟା କଣ ସାଧାରଣ ଜନତା ତାର ତାର ଚିକିତ୍ସା ପାଇଁ ତା ଘରେ ଯା ଯା କିଛି ହଉଛି ସେ ଆମକୁ ମାଗୁଛି ନା ନାହିଁ ସାଧାରଣ ଜନତା ବିରୋଧ କରୁନାହାନ୍ତି ଯୋଉମାନେ କେବେ ଭୋଟ ଦେଇ ଯାଆନ୍ତି ନାହିଁ ସେମାନେ ସେମାନେ ବିରୋଧ କରୁଛନ୍ତି ଶୁଣନ୍ତୁ ଯୋଉମାନେ ଭୋଟ ଦେଇ ଯାଆନ୍ତି ନାହିଁ ଯୋଉମାନେ ପ୍ରତ୍ୟେକ କଥାରେ ବିରୋଧ କରନ୍ତି ସେମାନେ କେବଳ ବିରୋଧ କରୁଛନ୍ତି ଗୋଟିଏ ଲୋକ ସାଧୁତାର ସହିତ ବଞ୍ଚିବାର ଅଧିକାର ଅଛି ଯଦି ସାଧୁତାର ସହିତ ବଞ୍ଚିବାର ଅଧିକାର ଅଛି ଏ ପଇସା ବି ବହୁତ କମ ବୁଝିଲେ ମୁଁ ତାର ଫେଭରରେ ଅଛି ଓଡ଼ିଶା ସରକାରଙ୍କ ସପକ୍ଷରେ ଅଛି ନବୀନ ପଟ୍ଟନାୟକ କେତେ କୋଟିର ମାଲିକ ହେଇଥିବେ ତାଙ୍କ ବାପା ବି ଟଙ୍କାଟାରେ ନଉଥିଲେ ଯେ କିନ୍ତୁ କେତେ କେତେ କୋଟିର ମାଲିକ ତ ମାନେ ଏଇଟା କହିବାଟା ଏଇଟା ତ ଡ୍ରାମା କରିବାଟା ପଡା ମାନେ ବହୁତ ସହଜ କଥା ଡ୍ରାମା କରିବା କିନ୍ତୁ ଯଦି ସେ ଏତେ କଥା କହୁଛନ୍ତି ସମସ୍ତ ସେ କାହିଁ ବିଧାନସଭାରେ ରହିଲେନି ଯୋଉ ଦିନ ସାଲାରୀ ବିଲ୍ ଆଇଲା ଏବଂ ସେଦିନ ଆମ ବିଧାନସଭାର ବିଦାୟୀ ଦିନ ଥିଲା ସେ ସତ୍ରର ତ ସେଦିନ କାହିଁ ସେ ରହିଲେନି ତ ସେ ରହିଥାନ୍ତେ ବିଧାନସଭାରେ ଅପୋଜ କରିଥାନ୍ତେ ତ ବିରୋଧୀ ଦଳ ଅପୋଜ କଲେ ବିରୋଧୀ ଦଳର ନେତା ଅପୋଜ କଲେ ବହୁତ ଫରକ ପଡିଥାନ୍ତା ଏମିତି ବହୁତ କଥା କୁହାଯାଇପାରେ ଏବଂ ବାହାରେ ଥାଇକରି କଲେ ବିଧାନସଭା ଭିତରେ ତ କଲେ ନାହିଁ କିଛି ବିଧାନସଭାରେ ସେ ଯଦି ଅପୋଜ କରିଥାନ୍ତେ ଦେଖିଥାନ୍ତା ଡ୍ରାମା ଆଉ ଡ୍ରାମା ନୁହେଁ ତ ଏଇଟା କଣ